ଜୟ ଶ୍ରୀରାମ। ଆଜି ଗୋଟେ ବଡ଼ ଦୁଇଟା ଗୁଢ଼ ରହସ୍ୟ କହିବି। ବହୁତ ବଡ଼ ରହସ୍ୟ ମାନେ ଗୁପ୍ତ କଥା କହୁଛି। ଭଗବାନଙ୍କ ସ୍ମରଣ କରିବା ଯାହା ଅଚ୍ୟୁତାନନ୍ଦଙ୍କୁ ନେଇକି, ଆଉ ଜଗନ୍ନାଥଙ୍କୁ ନେଇକି, ଆଉ ଅଚ୍ୟୁତାନନ୍ଦ ମାଳିକାକୁ ନେଇକି, ଆଉ ଆଜିର ସମାଜକୁ ନେଇକି, ଆଉ ମୁଁ ଯଦି ପ୍ରକୃତ ବ୍ରହ୍ମଦ୍ରଷ୍ଟା ହେଇଥିବି ତାକୁ ନେଇକି ବା କଳ୍ପତରୁ ନାଁ ନେଇକି ସବୁ ବା ରାଜାଙ୍କୁ ନେଇକି ମୁଁ ଗୋଟେ ଗୂଢ଼ ରହସ୍ୟ ବାହାର କରୁଛି। ସେ ଗୂଢ଼ ରହସ୍ୟଟାକୁ ଅତ୍ୟନ୍ତ 100% ବିଶ୍ୱାସ ନ କର ପର୍ଯ୍ୟନ୍ତ କିନ୍ତୁ କିଛି ବିଶ୍ୱାସ କରିବା ଦରକାର। ଯଥାର୍ଥ ପ୍ରମାଣ ଦେବି, ଯଥେଷ୍ଟ ପ୍ରମାଣ ଦେବି ତା ଭାବରେ। ସେ ପ୍ରଥମ କଥା ବୁଝିବାକୁ ଚେଷ୍ଟା କର ଯେ ଏମିତି ଗୋଟେ ସମୟ ଆସିଛି, କିଛି ଗୋଟେ ପରିବର୍ତ୍ତନର ସୂଚନା ଲାଗୁଛି। ସେ ଯେଉଁ ପରିବର୍ତ୍ତନ ମୁଁ ଦୁଇଟା ଏପିସୋଡ଼ରେ କରିବି। ଗୋଟେ ଏପିସୋଡ଼ ଫାର୍ଷ୍ଟ ଆଉ ସେକେଣ୍ଡ। ପ୍ରଥମେ ଆଗେ ଗୋଟେ ବୁଝଉଛି, ଅପେକ୍ଷା କରିବ ନା ପଳେଇବ, ଟିକେ ଅପେକ୍ଷା କର ନା, ଯେ 26 ଠାବରେ ହୀରାକୁଦ ବନ୍ଧ ଯେ ଭାଙ୍ଗିବ। 26 ଠାବରେ ଏଠି କହିନାହାନ୍ତି 26 ମସିହାରେ କି 26 ଅଙ୍କରେ, ଏମିତି କଥା କହିଲେ ବା 2026 ନାହିଁ, 26 ଠାବ। ଯେ 26 ଠାବରେ ହୀରାକୁଦଟା ଭାଙ୍ଗିବ, ଏଇ ଯେଉଁ ଲେଖିଲେ ଯେ 26 କ'ଣ ଆମେ ଆଗେ ବୁଝିବା ଦରକାର। ଯେ ଯଦି ଆମେ ତତ୍ତ୍ୱଭିତ୍ତିକ ଶବ୍ଦ, ଆମର 16 ବିକୃତି, 8 ପ୍ରକୃତି ହେଲା 24, ଆଉ 1 ବ୍ରହ୍ମ ହେଲେ କେତେ 25। ଏଇ ଯେଉଁ ବ୍ରହ୍ମ, ଏଇ 25 ପ୍ରକୃତି ଦ୍ୱାରା, ଏଇ ଯେଉଁ 24 ପ୍ରକୃତି ଦ୍ୱାରା ସେ 8 ବିକୃତି ନା 16 ବିକୃତି 8 ପ୍ରକୃତି, ଆ ଦ୍ୱାରା କ'ଣ ହେଉଛି ନା ସୃଷ୍ଟି ସର୍ଜନାଟା ହେଇଛି। ବା ଏ ସୃଷ୍ଟି ସର୍ଜନାର କଥା, ତାହେଲେ ସୃଷ୍ଟି ସର୍ଜନା ତ୍ରିଗୁଣ ଦ୍ୱାରା କିଏ କରିଛନ୍ତି ନା ଈଶ୍ୱର ହେଲା ନା। ତେଣୁ ଈଶ୍ୱରଙ୍କ ଭିତରେ ଯେଉଁ ସତ୍ତାଟା ଅଛି, ଜୀବଙ୍କ ଭିତରେ ତା କ୍ଷୁଦ୍ର ସତ୍ତାଟା ଅଛି। ତାଙ୍କ କତିରେ ବୃହତ ସତ୍ତା, ଆମ କତିରେ, ଅର୍ଥାତ୍ ତାଙ୍କ ପାଖରେ ଗୋଟେ ବଡ଼ ମୁହଁ ଅଛି, ଆଉ ଆମ ପାଖରେ ଗୋଟେ ଛୋଟିଆ ମୁହଁ ଅଛି। ଏଇ କିନ୍ତୁ ଅନ୍ୟ ପାଟଟା ସମାନ ଅଛି ହେଲା ନା। ସେ ମାୟାରେ ଆମକୁ ନଚଉଛନ୍ତି ଆଉ ଅବିଦ୍ୟା ଦ୍ୱାରା। ଅବିଦ୍ୟାକୁ ଆମେ ସତ ମଣିକି ବା ମିଛକୁ ସତ ମଣିକି ଆମେ ଜୀବ ରୂପରେ ବନ୍ଧା ହେଇଛନ୍ତି। ଆଉ ସିଏ କିନ୍ତୁ ତାଙ୍କ ପାଖରେ ମିଛ ନାହିଁ, କିନ୍ତୁ ସତ ଗୁଣରେ ପ୍ରତିଷ୍ଠିତ ହେଇଛନ୍ତି, ଅର୍ଥାତ୍ ଗୁଣବାଚକରେ ରହିଛନ୍ତି। ଆମେ ବି ଗୁଣବାଚକରେ, ସିଏ ବି ଗୁଣବାଚକରେ, କିନ୍ତୁ ସେ ସତଗୁଣୀ, କିନ୍ତୁ ଆମେ ହେଉଛନ୍ତି ତମଗୁଣୀ, ରଜଗୁଣୀ। ଯାହା ଦେଖିବ, ଯଦି ଉଭୟଙ୍କ ଠାରେ ଯେଉଁ ଉଭୟ ରହିଲେ, ମୁଁ ଅଛି ନା ନାହିଁ, ଇଏ ବି ମୁଁ ଅଛି, ଯେଉଁ ତାର ଯେଉଁ ଧାରା ଅନୁସାରେ କହୁଛି ଯେ ଯେତେବେଳେ ମୁଁ ଉଭୟଙ୍କର ପଳେଇବ, ଯେତେବେଳେ ମୁଁ ଉଭୟଙ୍କର ପଳେଇବ, ତାହେଲେ ସେତେବେଳେ କିଏ ନା ଜ୍ଞାନ ସ୍ୱରୂପ ବ୍ରହ୍ମଙ୍କର ଦର୍ଶନ। ତାହେଲେ ଜ୍ଞାନ ସ୍ୱରୂପ ଯେଉଁ ବ୍ରହ୍ମ ରହିଲେ ବା ଆମେ ବ୍ରହ୍ମ ଯାଉ କହୁଛନ୍ତି, ସେ ବ୍ରହ୍ମ 25ରେ, ସେଇଟା 26ରେ ହେଲା ନା ନାହିଁ। 25ରେ ତ ଏଠି ଖେଳଟା ଚାଲିଛି ନା, ହଂସ ପରମହଂସ, ଜୀବ ପରମ, ଏଇଭଳି ଭାବରେ ଚାଲିଛି। କିନ୍ତୁ ଇଏ କେବଳ ସୃଷ୍ଟି ପ୍ରକ୍ରିୟା ପାଇଁ ହେଇଛି। ଯେତେବେଳେ ସୃଷ୍ଟି ପ୍ରକ୍ରିୟାଟା ଭାଙ୍ଗିବ, ସେତେବେଳେ ଆଙ୍କ ଦୁଇଟା ମୁହଁ ଆଉ ରହିବ ନାହିଁ। ଯେତେବେଳେ ଦୁଇଟା ମୁହଁ ନ ରହେ, ତାହେଲେ କୌଣସି ପ୍ରକୃତି ବି ରହିବ ନାହିଁ। ସେ ପ୍ରକୃତିର ଉର୍ଦ୍ଧକୁ ବ୍ରହ୍ମରେ, ସେ ମୂଳ ପ୍ରକୃତି, ତାପରେ ସେ ଭଲ କଥା ଯେ ବ୍ରହ୍ମକୁ ପଳାଇବ। ସେ ଯେ ବ୍ରହ୍ମ କ'ଣ ନା ଜ୍ଞାନଦାତା, ତାହେଲେ ପ୍ରତ୍ୟେକ ଈଶ୍ୱରଙ୍କ ଭିତରେ ଜ୍ଞାନଦାତା ସେଇ ବ୍ରହ୍ମ, ଆମ ଜୀବଙ୍କ ଭିତରେ ସେଇ ବ୍ରହ୍ମ। ସବୁ ମାନେ ସେମିତି ନାହିଁ ଯେ ପିମ୍ପୁଡ଼ି ଭିତରେ ନାହିଁ, ସର୍ବତ୍ର ସେ ବିଦ୍ୟମାନ ଅଛନ୍ତି। କିଏ ଜ୍ଞାନ ସ୍ୱରୂପ ହେଲା ନା ନାହିଁ। ସେ ଯେଉଁ ଜ୍ଞାନ ସ୍ୱରୂପ ଯେଉଁ ବ୍ରହ୍ମ, ସେ ବ୍ରହ୍ମ ରହିଛନ୍ତି କେଉଁଠି ଯାଇକି 26ରେ, କିନ୍ତୁ 25 ଭିତରେ ନୁହେଁ। ଅର୍ଥାତ୍ ମୁଁ ଯାହା କହୁଛି, ତୁମେ ଏକାକ୍ଷର ଯାଅ ବା ଅଣାକ୍ଷର ଯାଅ, ଅଣାକ୍ଷରରେ ମୁଁ ରହୁଛି, ଏକାକ୍ଷରରେ ମୁଁ ରହୁଛି, କିନ୍ତୁ ମୁଁ ରହିବନି ଯେଉଁ ସୂତ୍ର, ସେଇ ସୂତ୍ର ଯେଉଁଟା ରହିଲା, ସେଇ ସୂତ୍ରକୁ ବ୍ରହ୍ମଦ୍ରଷ୍ଟା ପୁରୁଷ ଜାଣିଥାନ୍ତି। ସେ ସେଇ ବାଟ ଦେଇକି କେଉଁଠିକି ବ୍ରହ୍ମକୁ ବା ବ୍ରହ୍ମ ବୋଇଲେ ମହାଶୂନ୍ୟ କୁହ, ଗୋଲକମଣ୍ଡଳ କୁହ, ସହସ୍ରା କୁହ, ଯାହା କରୁଛ କୁହ, କିନ୍ତୁ ଏ 84 ଆଙ୍ଗୁଳି ଭିତରେ ନୁହେଁ, 88 ଆଙ୍ଗୁଳି। ଫେରେ 88 ଆଙ୍ଗୁଳି ପରେ ତାର ବିଚାର,
ଅର୍ଥାତ୍ ଶରୀର ବାହାରେ ସେ ବିଦ୍ୟମାନ କରିଛନ୍ତି, ସେ ହେଲେ ଜ୍ଞାନ। ତେଣୁ ସେ ଅର୍ଜୁନକୁ କହିଛନ୍ତି ଯେ ସବୁ ସମସ୍ତଙ୍କ ଯୋନିରେ ମୁଁ ଜ୍ଞାନଦାତା, ବୀର୍ଯ୍ୟଦାତା, ଅର୍ଥାତ୍ ଈଶ୍ୱରଙ୍କ ଠାରେ ବି ମୁଁ ଜ୍ଞାନଦାତା, ଆଜୀବ ଠାରେ ବି ମୁଁ ଜ୍ଞାନଦାତା। ତାହେଲେ ସେ ଜ୍ଞାନକୁ ଗଲେ ଇଏ ମୁଁ ରହିବ କି? ତାହେଲେ ମୁଁ ଯେଉଁଠି ନ ରହିବ ସେଇଟା 25 ନୁହଁ, ସେଇଟା 26। ସେଇ 26 ଠାବ କଲେ ହୀରାକୁଦ ବନ୍ଧ ଭାଙ୍ଗିବ। କିଏ? ଏଇ ଯେଉଁ ଆମର ହୀରାକୁଦ ଅଛି ଦୁଇଟା, ସେ ଭାଙ୍ଗିଯିବ। ଭାଙ୍ଗିଲେ ସବୁ ଭାରି ପଳେଇଲା କିଏ? ନା 6ଟା ଜିଲ୍ଲା ଜଳାର୍ଣ୍ଣବ ହେଇଯିବ। 6ଟା ଜିଲ୍ଲା ମାନେ କ'ଣ? ଏଇ ଆମର 6ଟା ଜିଲ୍ଲା ବି ବୁଝି ହେବ, 13ଟା ଜିଲ୍ଲା ଯେତେବେଳେ ଥିଲା ସେତେବେଳେ ଯେଉଁ 6ଟା ଜିଲ୍ଲା କହିଥିଲେ କଥା, କିନ୍ତୁ ଆମେ ବର୍ତ୍ତମାନ ପିଣ୍ଡରେ ସିନା ବୁଝେଇଥିଲେ ଏଇଆ, କିନ୍ତୁ ସେଇଟା ଯଦି ବ୍ରହ୍ମାଣ୍ଡରେ ହେବ ଏବେ, ତାହେଲେ ସେ ବ୍ରହ୍ମାଣ୍ଡ ଯେତେବେଳେ ହେବ ଇଏ କ'ଣ କରିବେ? ଯେତେବେଳେ ହୀରାକୁଦ ବନ୍ଧ ଭାଙ୍ଗିବ ତାହେଲେ 6ଟା ଜିଲ୍ଲା ଲୋକ ଜଳାର୍ଣ୍ଣବ ହେବେ ନା ନାହିଁ? 26 ଠାବରେ, 26 ଠାବରେ ଭଲ ବର୍ଜନ 26 କ'ଣ କହୁଛି ହେଲା ନା? ଯଦି ସେଇ ସମୟ ଆସିଥାଏ ଯେ ଠାକୁରଙ୍କର ଶେଷ ସମୟ ଆସିଛି, ଅଚାନକ କଥା ଠିକ୍ ଲେଖା ହେଇଛି, ବୁଝିଲେ, ତାହେଲେ ନିଶ୍ଚିତ ଭାବରେ ଏଇଟା 26 ଠାବରେ ହୀରାକୁଦ ଭାଙ୍ଗିବ। ତାହେଲେ ସେ ଯେଉଁ 26 ଠାବଟା କେମିତି କରିବା ଆମେ ହୀରାକୁଦ ବନ୍ଧ ଭାଙ୍ଗିବ? ନା ଠାବଟା ଜଗନ୍ନାଥଙ୍କ ଉପରେ ରହିଲା। ଯେତେବେଳେ 4 ଦ୍ୱାର ବନ୍ଦ ହେଇଯିବ, 4 ଦ୍ୱାର ବନ୍ଦ ହେଇଗଲା, ଯାହାକୁ ଯେମିତି 4 ଦ୍ୱାର ବନ୍ଦ ହେବ, ତାହେଲେ 5ମ ଦ୍ୱାର ଖୋଲିଲା। ଯେ 5ମ ଦ୍ୱାରକୁ ନା ବ୍ରାହ୍ମଣ ଦେଖିଛନ୍ତି ନା ସେଠି କେହି ଦେଖିନାହାନ୍ତି। ତେଣୁ 5ମ ଦ୍ୱାର ଯେତେବେଳେ ଖୋଲିବ ସେତେବେଳେ କ'ଣ ପ୍ରଳୟ ଆରମ୍ଭ ହେଲା, ପ୍ରଳୟଟା ହେଇଗଲା। ତେଣୁ 26 ଠାବରେ ସେ ଯେଉଁ କଥା କହିଛନ୍ତି ଯେ 4ଥ ଦିବ୍ୟସିଂହ ଦେବଙ୍କ ବେଳେ ଘଟଣାଟା ଘଟିବ, ହେଲା କି? এইটা ଲେଖିଲେ ଯେ ଆଉ 5ମ ଦିବ୍ୟସିଂହ ନାହିଁ ବା ତାପରେ ଦିବ୍ୟସିଂହ ବୋଲି ଗୋଟେ ଆଉ ଶବ୍ଦ ରଖିନାହାନ୍ତି, କିଏ ଅଛନ୍ତି। ତେଣୁ 4ଥ ଦିବ୍ୟସିଂହ ଏଇ ଯେ ଅଛନ୍ତି ତାଙ୍କରି ବେଳେ ଯେତେବେଳେ ଘଟିବ, ଏଇଟା ସୁନିଶ୍ଚିତ ଭାବରେ ମାଳିକା ଲେଖିଛି ଆଉ ସତ୍ୟ ଲେଖିଛି। ତାହେଲେ ଆମେ ଏଇଟାର ତର୍ଜମା କରିବା, ଏଇ ଉପସ୍ଥିତ ଥିବେ ରାଜା, ଏ ଘଟଣାଟା ଘଟିବ, ହେଲା। ଅର୍ଥାତ୍ 4 ଦ୍ୱାର ବନ୍ଦ ହେଇଯିବ, ତାପରେ 5ମ ଦ୍ୱାର ଖୋଲିବ। ତେଣୁ କିଏ ବଞ୍ଚିବ କିଏ ମରିବ? ନା ଯିଏ 5ମ ଦ୍ୱାରକୁ ଯାଇଥିଲେ ସେ ତାଙ୍କର ବଞ୍ଚିଲେ, ଯିଏ 4 ଦ୍ୱାର କଥା ଜାଣିଛନ୍ତି ସେ ତାଙ୍କର ଗଲେ। କେଉଁଠି ପାଣି ଜଳମଗ୍ନ ହେବ ତ ଏଇ ଯେମିତି ହେଉଛି, କେଉଁଠି ଭୂମିକମ୍ପ ହେବ ତ କେଉଁଠି ପୁରା ଗୋଟେ ବେଳ ଆସିବ, ବୁଝି ହେଉଛି ନା ଭଲ ଭାବରେ। ତେଣୁ 5ମ ଦ୍ୱାର ଯେତେବେଳେ ଖୋଲିବ ଇଏ ଘଟଣା ସେତିକିବେଳେ ଘଟିବ। କେଉଁଠି? ହୀରାକୁଦ ବନ୍ଧଟା ଭାଙ୍ଗିବ। ହୀରାକୁଦ ବନ୍ଧ ଭାଙ୍ଗିକି ଜଳଟା ଉଛୁଳି ଆମେ କହିଛନ୍ତି, ତେଣୁ ଉଛୁଳିକି ପଳେଇବ କେଉଁଠିକି? ସହସ୍ରାକୁ। ଆଉ ଏପଟରେ ଯଦି ଆଙ୍କ କଥା ସତା 6ଟା ଜିଲ୍ଲା ଭାସିବ, ତାହେଲେ 6ଟା ଜିଲ୍ଲା ଭାସିବ, ହେଲା ନା? ଏଇ ଯେଉଁ କଥା କହିଲେ ପଙ୍କରେ ବି ପୋତି ଦେବ, ଏଗୁଡ଼ା ସବୁ ଲେଖା ହେଇଛି। ତେଣୁ 7 ତଳ ପାଣି କି 5 ତଳ ପଙ୍କ, ଯେଉଁ ଆମର 7 ବୋଲି ଏକାକ୍ଷର, 5 ତଳ ପଙ୍କ ଅଛି ଅଣାକ୍ଷର, ହେଲା। ତାପରେ ଯାଇକି ଭ୍ରମର ପରିଚୟ ବା ମୃଣାଳ ସୂତ୍ର ଖୋଲିବ। ଯେଉଁ ମୃଣାଳ ସୂତ୍ର ଖୋଲିଗଲେ ସେ ତାର ସବୁ ଅତିକ୍ରମ କରି ସହସ୍ରାକୁ ପଳାଇବ। ତେଣୁ ସେଟା 5ମ ଦ୍ୱାରର ଭେଦ ଯିଏ ପାଇଛନ୍ତି ସେ ଗୋଟିଏ ସମୟରେ, ଅଧିକ କିଛି ସମୟ ଲାଗିବନି, ସେ ମୃଣାଳ ସୂତ୍ର ଖୋଲିବ, ଏକାକ୍ଷର ଅଣାକ୍ଷର ଭେଦିକି ଯାଇ ସେ 5ମ ଦ୍ୱାର ଦେଇକି ସେ ମହାଶୂନ୍ୟକୁ ପଳାଇବ ବା ଗୋଲକ ବୈକୁଣ୍ଠକୁ ପଳାଇବ, ମାନେ ଗୋଲ ବୈକୁଣ୍ଠ ବୋଲେ ଶୂନ୍ୟକୁ ପଳାଇବ। ତେଣୁ ଶୂନ୍ୟର ସତ୍ତା ଯିଏ ପାଇଛନ୍ତି, ତାଙ୍କ ଭିତରେ ମୁଁ ନାହିଁ, ତାହେଲେ ସେଇମାନେ ବଞ୍ଚିବାର ଅଧିକାର ଅଛି, ବୁଝିଗଲା ନା? ଏଟା କେବେ ହେବ? ଏଇ ଯେଉଁ ପ୍ରଶ୍ନ ହେଲା, ଯାହା କହିଦେଲେ ଆପଣ ଏଇଟା କେବେ ହେବ ସେଇଟା କୁହନ୍ତୁ। ଏ କଥା ଏଇଟା କେବେ ହେବ, କେବେ ହେବ କହିବେ। ତେଣୁ କେବେ ହେବ ମୁଁ ଆଉ ଗୋଟେ ଏପିସୋଡ଼ରେ କହୁଛି। ଜୟ ଶ୍ରୀରାମ।